ଓଡ଼ିଆ କାବ୍ୟରସାନୁଭୂତି ବିଦଗ୍ଧ ଶ୍ରୋତା ବନ୍ଧୁମାନଙ୍କୁ ମୋ ନମସ୍କାର। ବନ୍ଧୁଗଣ, ଆଜି ଆମେ ସେଇ ଉତ୍କଳ ଘଣ୍ଟ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଇଟାମାଟି ଗ୍ରାମର ଯେଉଁ ବିଶିଷ୍ଟ କବି ଯଦୁମଣି ଯେଉଁ ତାଙ୍କର ଶ୍ରେଷ୍ଠ କୃତି ରାଘବ ବିଳାସ ଏବଂ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ପ୍ରଭୃତି ଆପଣମାନଙ୍କୁ ମୁଁ ଆଲୋଚନା କରୁଛି। ବିଶେଷ ଭାବେ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ପଞ୍ଚମ ଛାନ୍ଦଟି ଆଲୋଚନା ଚାଲିଛି। ଆପଣମାନେ ଶ୍ରୋତା ବନ୍ଧୁମାନେ ତାକୁ ଆଗ୍ରହର ସହକାରେ ଶୁଣୁଛନ୍ତି ଏବଂ ସେଇ କବି ଯଦୁମଣିଙ୍କର ବହୁଦିନ ପରେ ତାଙ୍କର ଯେଉଁ ଚଉପଦୀ ସବୁ ରହିଛି, ମୁଁ କହିଛି ତାଙ୍କର ଶତାଧିକ ହାସ୍ୟବ୍ୟଙ୍ଗ ସମାଜ ସଂସ୍କାରମୂଳକ ଯେଉଁ ଚଉପଦୀ ସବୁ ରହିଛି, ବିଭିନ୍ନ ସମୟରେ ସେ ଲେଖିଛନ୍ତି। ଏପରିକି ସମାଜକୁ ସଂସ୍କାର କରିବା ପାଇଁ ଏବଂ ରାଜା ତାଙ୍କର ଚରିତ୍ରକୁ ମଧ୍ୟ ସଂସ୍କାର କରିବା ପାଇଁ ସମାଜକୁ ଯେଉଁ ଦିଗ୍ଦର୍ଶନ ଦେଇଛନ୍ତି ଚଉପଦୀ ମାଧ୍ୟମରେ, ଆସନ୍ତୁ ତାଙ୍କର ସେଇ ଚଉପଦୀ